ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବା ପରେ ସାମ୍ନାକୁ ଆସିଲା ଜିନ୍ନତର ଗୋଟିଏ ପରେ ଗୋଟିଏ ଭିଡିଓ। କେତେବେଳେ ଦୌଡ଼ା ଦୌଡ଼ି କରୁଛି ତ ଆଉ କେତେବେଳେ ପାଣିରେ ପଶୁଛି ମହାବଳ ବାଘୁଣୀ। ଗତ ରାତିରେ ଆଲିପୁର ଚିଡ଼ିଆଖାନାରୁ ଫେରିବା ପରେ ଶିମିଳିପାଳ ଦକ୍ଷିଣ ଡିଭିଜନର ଏକ ସଫ୍ଟ ଏନକ୍ଲୋଜରରେ ତାକୁ ଛାଡ଼ି ଦିଆଯାଇଛି। ତେବେ ଭିଡିଓରେ ଦେଖିବାକୁ ମିଳୁଛି ଜିନ୍ନତ ଜଳକୁଣ୍ଡରେ ପଶି କେତେବେଳେ ପାଣି ପିଉଛି ତ କେତେବେଳେ ଗାଧୋଉଛି। ଜିନ୍ନତକୁ ପୂର୍ବ ଅବସ୍ଥାକୁ ଫେରାଇବା ପାଇଁ ବନ ବିଭାଗ ସବୁ ପ୍ରକାରର ଉଦ୍ୟମ ଆରମ୍ଭ କରିଛି। ତେବେ ବାରିପଦା ଆରସିସିଏଫ୍ କହିଛନ୍ତି ଜିନ୍ନତ ଏବେ ସୁସ୍ଥ ଅଛି ଏବଂ ଶାନ୍ତ ରହିଛି। ତାକୁ ଗତକାଲି ସକାଳ 8ଟା ବେଳେ ଜେନାବିଲ ରେଞ୍ଜର ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଛି, ଯାହାକି ଶିମିଳିପାଳ ସାଉଥ ଡିଭିଜନରେ ଯମୁନା ପାଇଁ ହୋଇଥିବା ଏହି ଏନକ୍ଲୋଜରରେ ଜିନ୍ନତକୁ କିଛି ଦିନ ରଖାଯାଇ 24 ଘଣ୍ଟା ତା ଉପରେ ନଜର ରଖାଯିବ। ସେପଟେ ଜିନ୍ନତ ପାଇଁ ଏକ ସ୍ୱତନ୍ତ୍ର ଷ୍ଟିଅରିଂ କମିଟି ମଧ୍ୟ ଗଠନ କରାଯାଇଛି। କମିଟି ନିର୍ଣ୍ଣୟ କଲେ ତାକୁ ପୁଣି କୋର ଏରିଆରେ ଛଡ଼ାଯିବ ବୋଲି କହିଛନ୍ତି ବାରିପଦା ଆରସିସିଏଫ୍। ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ଦୀପକ ପାଣିଗ୍ରାହୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।